श्रीकृष्णଙ୍କର द्वारकागढ़ निर्माण और द्वारकारे जादव मानकर अवस्थिति। शुक बोलती हो शुण परीक्ष नृपति, जन जंतु आदि एहा केहि न जानती, केवल जानती एहा प्रभु भगवान, विश्वकूट माया अटे जाहार अधीन, मने मने विचारती सेहि आदि कंद, जरासंध संगे केते करुथिबा द्वंद, देव कार्य पाई आकु न करू विनाश, केवल गंजी हेउछु रणे पाई त्रास, एते मानहीन कली पुणी बेढ़िला, निश्चय मथुरा भूमि छाड़िबाकु हेला, पलाई पलाई सर्वे पाइलेଣି कष्ट, उग्रसेन परा लोक हेले स्थान भ्रष्ट, हाट बाट पराए मथुरा हेला नाश, समस्त जादव माने पाइलेଣି त्रास, पुणी ही आसीण जरा अछि गड़ बेड़ी, रात्र पाहिले हांकु काहि नेई काढ़ी, 84 कोटी जादव तांको अंत नाही, 7-5 होइले लुचन्ते जहि तहि, 17 बेळ पर्यंत बंचाइलु भले, अनेक प्रमाद हेब दमन शुणिले, जाणु जाणु विपद सहिबा काहि पाई, गार्गव जोगे दमन आसिअछ बाही, रजनीर प्रभाते सबुଙ୍କୁ नेब धरी, 96 सहस्र राजा सर्वे छन्ति बेढ़ी, पोड़ुए विवाद आउ हर जीवा केते, विनाश हेउ पैतृक संपदा जेते, निरंतर परमाद उपजई जहि, से स्थान को छाड़ी जीवा शास्त्रे अछि कही, एमंत मने विचार कर देव स्वामी, वरुण राजा को स्तुति कले अंतर्जामी, जय जय रत्नाकर जय पुण्यबारी, उत्पत्ति स्थिति लय रे तुमे अधिकारी, पाताल सुतल रसातल आदि जीणी, ए तुमर विश्वगर्भ नुहे परिमाणी, क्षीरी क्षार इक्षु पुण सुरा घृत दधि, 84 काठी गभीर अटे पयनिधि, बड़ बानल भितरे सुधाकर कुंड, नवद्वीप 7 सिंधु तहि एक रुंड, से कुंड भितरे अछि तुमर पाटणा, 12 भुवनर कोटि गुण जीणा, से पूरे विश्राम कर सो कुटुंब घेनी, निमिषके नासी पार सकल मेदिनी, तुमे देव आदि अंत तिनि काल ज्ञाता, प्राणीक जीवन तुमे लक्ष्मीकर पिता, अक्षय जरामर तुमे पुण्य देही, तुम आदि अंत मध्य न जानती केही, अशेष कोटि रतन तुम गर्भुजात, तुमे भी आइछ चराचर ए जगत, बुद्धिमंत बलवंत सुज्ञानी विवेक, अष्टलोक पालंकर तुमे जे पालक, 4 वेद 18 पुराणर मूले, तिथि 12 नक्षत्रादि कर सबु काले, नमस्ते हे रत्नाकर अर्थिका मधेनु, नमस्ते हे रत्नाकर
ଯୁଗ କଳ୍ପ ମନୁ। ନମସ୍ତେ ହେ ରତ୍ନାକର ଦେବ କାମ ରୂପୀ। ଅଶେଷ ବ୍ରହ୍ମାଣ୍ଡ ତୁମେ ରହିଅଛ ବ୍ୟାପୀ। ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ମୂଳେ। ଜନଲୋକ ମହଲୋକ ସତ୍ୟଲୋକ ତୁଲେ। ସୂର୍ଯ୍ୟଲୋକ ଚନ୍ଦ୍ରଲୋକ ଧ୍ରୁବଲୋକ ଜିଣି। ବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁଲୋକ ପୁଣି। ଗୋଲୋକ ଭୁବନ ନିରଞ୍ଜନ ଲୋକ ଯାଏ। ଏ କୋଣଇ ବୈକୁଣ୍ଠ ଜିଣି ପୁଣ୍ୟମୟେ। ଏ ତୁମ ମହିମା ଦେ ଆଦି ଅନ୍ତ ନାହିଁ। ଜଳ ସ୍ଥଳ ନଳରେ ପୁରିଅଛ ରହି। ତୁମର ସଞ୍ଚିଲା ଚରାଚର ଏ ଧରଣୀ। ପରମ ପୁରୁଷ ତୁମେ ବେଦ ଅଛ ଭଣି। ରତ୍ନାକର ଶ୍ରୀଚରଣେ ଶରଣ ନମାମି। ଅଚ୍ୟୁତ ଦାସ କବିକୁ ଉଦ୍ଧରିବ ସ୍ୱାମୀ। ଏ ସନକ ସ୍ତୁତି ଯହୁଁ କଲେ ନନ୍ଦ ଚାଟ। ବରୁଣ ଦେବତା ମନେ ଲାଗିଲା ଉଚାଟ। ମନ ମଧ୍ୟେ ଜାଣିଲେ ସେ ସୁବିଚାର କରି। ମଥୁରା କଟକେ ମୋତେ ସୁମରନ୍ତି ହରି। ତରଙ୍ଗ ମନ୍ତ୍ରୀକୁ ପୁଛେ ସାଗରାଧିପତି। କିମ୍ପାଇଁ ଚିନ୍ତନ୍ତି ମୋତେ ଦେବ ଶ୍ରୀପତି। ମନ୍ତ୍ରୀ ବର ବୋଲେ ଜରାସନ୍ଧ ରାଜା ପାଇଁ। ଲକ୍ଷେ ରାଜା ଘେନି ସେହୁ ମଥୁରାକୁ ବାହି। 32 କ୍ଷଉଣି ବଳେ ସେ ଦମନ ରାଜା। ଯାଦବଙ୍କୁ ଜିଣିବାକୁ କରିଛି ପରିଜା। କାଳ ଦମନ ଗାର୍ଗବ ମୁନି ଠାରୁ ଜାତ। ଜରାର ଯେତେ କବଳ ଆଣିଛି ସମସ୍ତ। ତେଣୁ କରି ଜଗନ୍ନାଥ ଯିବେ ଅପସରି। ଭୂମି ଖଣ୍ଡେ ମାଗିଣ ରହିବେ ବାସ କରି। ବରୁଣ ବୋଲେ ଏହା ମୁଁ ପୂର୍ବୁ ଅଛି ଜାଣି। ଆଗହୁଁ ସେ କୁଶସ୍ଥଳୀ ଦ୍ୱାରକା ପ୍ରମାଣୀ। ଅନେକ କାଳ ପର୍ଯ୍ୟନ୍ତ ଗୁପ୍ତ ହୋଇଗଲା। ବ୍ରହ୍ମାଙ୍କ ଦିବସେ ଆସି ଉଦିତ ହୋଇଲା। 1760 ଯୁଗର ଅନ୍ତରେ। ବସୁ ନାମରେ ଦ୍ୱାପର ହୁଏ ସେ ସ୍ଥାନରେ। କଂସ ହୋଇଥିଲା ଦ୍ରୁମିଳାର ବିର୍ଜୁ ଜାତ। ଏହି ଶ୍ରୀକୃଷ୍ଣ କଲେ ଯେ ସେ କଂସକୁ ହତ। ତାହାଙ୍କର ସୃଜିଲା ଅନେକ ବସୁନ୍ଧରୀ। ସମୟେ ସେ ଆସିଣ ଜନ୍ମିଲେ ଦେହ ଧରି। ଏବେ ଗଲା ଦେବତା ମାନଙ୍କ ମନ ଭୀତି। ପୃଥିବୀ ଦେବୀ ଉଶ୍ୱାସ ଲଭିଲେ ଘାନ୍ତି। ଏବେ ସେ ଦ୍ୱାପର ଯୁଗ ପ୍ରତିଷ୍ଠା ହୋଇଲା। ଏ ମଞ୍ଚ ଭୁବନେ ଏବେ ଶୋଭା ପ୍ରକାଶିଲା। ଋଷି ବିପ୍ରଙ୍କର ମନ ହେଲା ଏବେ ସୁସ୍ଥ। ସବଂଶେ ଅସୁର ବଳ କରିବେ ନିପାତ। ଯାହାକୁ ବ୍ରହ୍ମାଦି ଦେବେ ଯୋଗେ ଧ୍ୟାନ କରି। ସେ ଅବ୍ୟକ୍ତ ରୂପ ଆସି ହେଲେ ଦେହଧାରୀ। ଯାହାଙ୍କ ନିବାସ ଭୂମି ଦ୍ୱାରକା ନଗର। ରଙ୍ଗାବତାରେ ଏଥିରେ କରନ୍ତି ବିହାର। 84 କୋଟି ଯାଦବ କୁଟୁମ୍ବ ସହିତେ। ସଙ୍ଗତେ ଘେନି ବିଜୟ ହେବେ ଜଗନ୍ନାଥେ। ସ୍ୱର୍ଗଠାରୁ ଅଧିକ ଏ ପୁରସତ ଗୁଣେ। ଭୁଞ୍ଜିଲେ ସ୍ୱର୍ଗ ସମ୍ପଦ ଏଥି ଜଣେ ଜଣେ।
ଅଷ୍ଟପାଟ ବଂଶୀ ବିଭା ହେବେ ଜଗନ୍ନାଥ। ଲକ୍ଷେ ବାସ୍ତରୀ କୁମର କରିବେ ସେ ଜାତ। ପୁତ୍ର କେ 10 କୁମର 10 ହିଁ ଦୁହିତା। ଏ ରୂପେ 12 ପାଟ ହୋଇବ ଗଣିତା। ଶଙ୍ଖ ନିଧି ପଦ୍ମ ନିଧି ସୁଧର୍ମା ଯେ ସଭା। ଏ ଭୁବନ ମଧ୍ୟେ ଆସି ପ୍ରକାଶିବେ ଶୋଭା। ଏତେ କାଳ ଏ ସ୍ଥାନର ଭାଗ୍ୟ ହିଁ ଦିଶିଲା। ଶୁଦ୍ଧ ସ୍ୱର୍ଣ୍ଣ ସଙ୍ଗେ ଅଷ୍ଟରତନ ମିଳିଲା। ଜଳ ତରଙ୍ଗ ମନ୍ତ୍ରୀ କି ବୋଲେ ଜଳପତି। ବିଳମ୍ବ ନ କରି ବାବୁ ଚଳ ଶୀଘ୍ର ଗତି। କୁଶସ୍ଥଳୀ ଦ୍ୱାରକାରେ ସିନ୍ଧୁ ଅଛି ମାଡ଼ି। ସତେ ତାଳ ଗଭୀର ସେ ଜଳ ଯାଉ ଛାଡ଼ି। ବିଶ୍ୱକର୍ମା ତୁ ବୋଇଲେ ପୁର ନିର୍ବାକର। ଯାଦବ ଘେନି ରହିବେ ରାମ ଚକ୍ରଧର। ମଥୁରାକୁ ଲାଗିଛନ୍ତି ଜରାସନ୍ଧ ଭୟ। ତେଣୁ ଏ ସ୍ଥାନେ ରହିବେ ଆସି ଦେବରାୟ। ବରୁଣଙ୍କ ଆଜ୍ଞା ଘେନି ବିଶ୍ୱକର୍ମା ଗଲେ। କୁଶସ୍ଥଳୀ କଟକରେ ପ୍ରବେଶ ହୋଇଲେ। ସମୁଦ୍ର ସେଠାରୁ ଛାଡ଼ି ଗଲା ସତେ ଜୁଣ। ଆହେ ବିଶ୍ୱକର୍ମା କଲେ ସେ ପୁର ନିର୍ମାଣ। ଅତୁଲାୟିତ ସେ ଦିଶେ 1200ଟି ପୁର। ନାହିଁ ପଟାନ୍ତର ତାକୁ ସ୍ୱର୍ଗ ମଞ୍ଚପୁର। ପୁରେ ପୁରେ କରି ବିଶ୍ୱକର୍ମା ନିର୍ମାଣିଲା। ଚିତ୍ର ବିଚିତ୍ର ପୁର ସେ ଏକୁ ଏକ ଭଲା। ମେଢ଼ ମଣ୍ଡପ ଦେଉଳ ଜଗତି ଅଟାଳି। ନବରତନରେ ପୁର ଦିଶେ ଭଳି ଭଳି। ରତ୍ନାକର ପୁର ନିର୍ଭା ହେବା ଜାଣି କରି। ମଗର ବାହନେ ତହୁଁ ଯାଏ ଦଣ୍ଡଧାରୀ। ପାଦୁକା ମନ୍ତ୍ର ସୁମରି ଚଳଇ ତୁରିତେ। କୃଷ୍ଣଙ୍କ ଆଗେ ମିଳିଲା ସେ ନିଶ୍ୱାସ ମାତ୍ରେ। ଦକ୍ଷିଣ ଖଣ୍ଡେ ଦୂରରୁ ଉଠିଲେ ଶ୍ରୀହରି। ବରୁଣକୁ ଯାଇ କୋଳ ସମ୍ଭାଷଣ କରି। ଉଭୟ କୂଳ କୁଶଳ ଏକ ଆରେ ପୁଛି। ଜରାସନ୍ଧ ଉପଦ୍ରବ କହି ନନ୍ଦ ବଛି। ବୋଇଲେ 17 ଥର ଉବୁରିଲୁ ତହୁଁ। କାଳ ଦମନ ଆସିଛି ପଳାଇବୁ କାହୁଁ। କେତେକ କଷ୍ଟରେ ଥିବା ଆମ୍ଭେ ଏଥେ ରହି। 4 ଲକ୍ଷେ ରାଜା ବେଳୁ ବେଳ ବାହି। ଆମ୍ଭ ହେତୁ ଯଦୁ ଗଣେ ପାଇବେ କଷ୍ଟ। ଅନୁବ୍ରତେ ଧନ ସବୁ ହେଲା ଆମ୍ଭ ନଷ୍ଟ। କାଳ ଦମନ ନୃପତି ନ ହୋଇବ ଜୟ। ଦେବ କାର୍ଯ୍ୟ ପାଇଁ ଜରା ନ କରୁ ଯେ କ୍ଷୟ। ଅଯୋଗେ ଆସିଣ ରାଜ୍ୟ ବସିଅଛି ମାଡ଼ି। ଲକ୍ଷେ ପୁର କରିଣ ଯେ କଟକକୁ ବେଢ଼ି। ବଳଦେବ ଆଦି କରି ନ ଜାଣନ୍ତି ଆନ। ନିଶ୍ଚିନ୍ତରେ ନିଦ୍ରିତ ସେ ନାହିଁ ତାଙ୍କ ଜ୍ଞାନ। ତୁମ୍ଭେ ଯେ ଭକ୍ତ ବତ୍ସଳ ଅଟ ବାରାନିଧି। ଅଶେଷ ମହିମା ତବ ଅଟଇ ପୟୋଧି। ମୁହିଁ ତୁମ୍ଭଙ୍କୁ ଆଶ୍ରୟ କଲି କରି ଶ୍ରଦ୍ଧା। ଜୀବନ ଉପରେ ମୋର ଲାଗେ ଆସି ବାଧା। ତେଣୁ କରି ଶରଣ ମୁଁ ମାଗଇନି ବେଶୀ। କୁଟୁମ୍ବ ଘେନି ରହିବି ସ୍ଥାନ ମୋତେ ଦେଶୀ।
प्रत्यक्षे देखुछ तुमे करुछि कटाळ प्रतिज्ञा करी आसीछि गोप बाळी बाळ रजनी पाहिले आज पड़िब प्रमाद तेणु करी मनरे मु पाउअछि खेद श्री जगन्नाथଙ୍କ मुखु ए वचन शुणी कर जोड़ीण वरुण कहे मृदु बाणी भो देव देवंकर तू अटु शिरोमणि स्थावर जंगम सबु सृजिअछु पुणी देवंक उपरे तुमे अट महादेव सर्वज्ञ पुरुष तुमे अट आदिदेव तुमे रत्नाकर पद देइअछ मोते ठाकुर होई भृत्यकु पौरस केते भो देव आग हुएहा मुहि अछि जानी ब्रह्मांक दिवस ठारू अछि दिन गणी द्वापर जुगरे भारा निबारिबा पाई कौतुके जन्मिअछ नर देह बही जुगे जुगे ही परी रूप तुम्भे धर द्वारावती पुरे चिर काल बासबर तुमे मते न सुमरु पूर्वु अछि जानी कुशस्थली द्वार कामु अछई निर्माणी देवाधिदेवता तुमे महालक्ष्मी साई तुम आज्ञा प्रमाणे बा केउ कथा नाही कुशस्थली द्वार काजे तुम्भ निज भूमि सर्वजादवंकु आग पेश अंतर्जामी शुणी जगन्नाथ तहु होइले हरस गरुड़ कुसुमरणा कले पीतबास मेरु मंदर रे बैन तये बसिथिला जगन्नाथ चिंता कले अंतरे जानिला पादुका मंत्र बळे से गमे शून्य मार्गे निमिषे मिलिला श्रीकृष्ण छामु लागे कर पत्र जोड़ी करी छामुरे पचारी कि कारणे सुमरणा कले देव हरि जगन्नाथ बोइले कसुण बैनतेय प्रत्यक्षे देखिछु किस कहिबा जे कुह चारि उणा लक्षे राजा सैन्य छन्ति बेड़ी काल दमन सहिते देउछन्ति धाड़ी 17 धाड़ी बଞ୍ଚିଲୁ ତାହାଙ୍କ ଦାଉରୁ କିପରି ରକ୍ଷା ପାଇବୁ ଏବେଟିଏ ଥିରୁ ଖଗେଶ୍ୱର ବୋଲେ ଦେବ ନ କୁହ ଯେହା କେବଳ ଆଜ୍ଞା ହେଉ ହେ ଲକ୍ଷ୍ମୀ ଦେବୀ ନାହା ତୁମ୍ଭ ଶ୍ରୀମୁଖରୁ ବାକ୍ୟ ଶୁଣନ୍ତେ ମୁହରି ଛୟାଣଇ ଶସ୍ତ୍ର ରାଜା ଦେବୀ ଧ୍ୱଂସ କରି ଆଜ୍ଞା ଦେଲେ ସମସ୍ତଙ୍କୁ ନାସିବି କ୍ଷଣି ଡେଣା ଘାତେ ଉଡ଼ାଇବି ଥଣ୍ଟେ ହାଣି ହାଣି ନିମିଷକ ମଧ୍ୟେ ସବୁ କରିବ ଧ୍ୱଂସ ଖଣ୍ଡ ଖଣ୍ଡ କରି ପିଞ୍ଜି ଦେବି ହାଡ଼ ମାଂସ नारायण बोइले क समय विचारी दोष देई मारी बटी गोटी गोटी धरी एबे आमर वचन शुण बैनतेय कଳି भिआई बार जे नुहे समय एथर धाड़ी आम्भଙ୍କୁ विषम पड़िला अपसरी जीवार तो उचित होइला वरुण को मागिलु से देले दिव्य भूई
ଯାଦବ ମାନଙ୍କୁ ନେଇ ଛାଡ଼ିବୁ ଯେ ତହିଁ, ଯେ ଯାହା ଯୁଦ୍ଧ ଧନ ସମ୍ପଦାଦି କରି, ମଥୁରା ସ୍ଥାପିବୁ ନେଇ ଦ୍ୱାରାବତୀ ପୁରୀ। ପୁଣି ଖଗେଶ୍ୱର ତହୁଁ ହୋଇଲେ ହରସ, କଟକକୁ ପିଠି ପରେ ବସାଇ ପକ୍ଷୀଶ। ବଳଦେବ ଉଗ୍ରସେନ କାର ଜ୍ଞାନ ନାହିଁ, ନିଶ୍ଚେଷ୍ଟରେ ଅଚେତନେ ପଡ଼ିଛନ୍ତି ଶୋଇ। ଶ୍ରୀକୃଷ୍ଣଙ୍କୁ ଆଜ୍ଞା ମାଗି ବରୁଣ ଚଳିଲେ, ରତ୍ନାକର କଟକରେ ଯାଇ ନ ମିଳିଲେ। ମଥୁରାପୁରକୁ ପୃଷ୍ଠେ ରଖି ଖଗେଶ୍ୱର, ଆକାଶ ମାର୍ଗରେ ଖେପି ଚଳେ ଧାତିକାର। ରାତ୍ର 24 ଦଣ୍ଡ କାର ଜ୍ଞାନ ନାହିଁ, ଦ୍ୱାରକାରେ ମଥୁରାକୁ ଥୋକେ ଦୃଢ଼େ ନେଇ। 84 କୋଟି ଯାଦବେ ଶୋଇ ଯେ ଯାହାରେ, ପାତ୍ର ମନାତ୍ୟ ସବୁ ନେଲେ ସେ ପିଠିରେ। ଦ୍ୱାରକାରେ ଯାଇ ସବୁ ଯାଦବେ ମିଳିଲେ, ଶୁଣ ଆହେ ପରୀକ୍ଷିତ ଶ୍ରୀ ଶୁକ କହିଲେ। ଅଶେଷ ମାୟାଧର ସେ ପ୍ରଭୁ ଦେବରାୟ, ଦେବ କାର୍ଯ୍ୟ ରହିଲେ ସେ ସନ ଉପାୟ। ଶୁଭାଶୁଭ କର୍ମ ଯେହୁ କରିପାରେ ଆନ, କୌତୁକେ ରଖିଲେ ଯଦୁ ଗଣେ ଭଗବାନ। 4 ଲକ୍ଷେ ରାଜା ଗଡ଼ଛନ୍ତି ବେଢ଼ି, ନିଦ୍ରା ଅଚେଷ୍ଟାରେ ସର୍ବେ ଶୋଇଛନ୍ତି ପଡ଼ି। କପଟ କରିଅଛନ୍ତି ମାୟାଧର ଯାହା, ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନ ଜାଣନ୍ତି ତାହା। ମଥୁରା କଟକେ ଜନ ଜନ୍ତୁ ଗମ୍ୟ ନାହିଁ, ସମସ୍ତ ପଠାଇ ଏକା ତୁହି ଲକ୍ଷ୍ମୀ ସାଇଁ। ବିଶ୍ୱକର୍ମାକୁ ଯେ ଆଜ୍ଞା ଦେଲେ ଚକ୍ରଧର, ମାୟାପୁର ଗୋଟିଏ ଏକ ଶୀଘ୍ର ତୁମ୍ଭେ କର। 4 ଲକ୍ଷେ ରାଜା ଆସିଛନ୍ତି ବାହି, ସର୍ବେ ଆଶ୍ଚର୍ଯ୍ୟ ହୋଇଲେ ତାହାକୁ ଅନାଇ। ନାରାୟଣ ଆଜ୍ଞା ପାଇ ବିଶ୍ୱକର୍ମା ଯାଇ, ତତକ୍ଷଣେ ମାୟାପୁର ରଚିଲା କସେଇ। ଅମର 1200 ଯେ ନହିବ ସମାନ, ଏକା ରହିଛନ୍ତି ତହିଁ ଦେବ ଜନାର୍ଦ୍ଦନ। ଲକ୍ଷେ ରାଜାଙ୍କର ଥାଟ ବାହାରେ ଅଛନ୍ତି, କେହି ଜଣେ ସେହି କଥା ଜାଣି ତ ନାହାନ୍ତି। ଚକ୍ରକୂଟ ମାୟାଧର ଯେଉଁ ଭଗବାନ, ତାଙ୍କ ମାୟା କେ ଜାଣିବ ଅଛି ତ୍ରିଭୁବନ। ତାଙ୍କ ମାୟା ନ ଲାଗୁ ମୋତେ ଆହେ ପିତବାସ, ତବ ପାଦ ଭୃତ୍ୟ ଅଟେ ମୁଁ ଅଚ୍ୟୁତ ଦାସ। ମୁଚୁକୁନ୍ଦ କୋପାନଳରେ କାଳ ଦମନ ଭସ୍ମ। ଶୁକ ମୁନି ବୋଇଲେ ହେ ଶୁଣ ପରୀକ୍ଷିତ, ଅମିୟ ପୀୟୁଷ ଏ ଯେ ଶ୍ରୀହରି ଚରିତ। ଏମନ୍ତ ପ୍ରକାରେ ତହିଁ ଗଲା କେତେବେଳ, ରଜନୀ ପାହି ହୋଇଲା ପ୍ରଭାତର କାଳ। ଭାଙ୍ଗନ୍ତେ ନିଦ୍ରା ସେମାନେ ଉଠିଲେ ଚିତୋଇ, ମାର ମାର ଧର ଧର ଶବ୍ଦ ଭୟଙ୍କର। ସମୁଦ୍ର ପରାଏ ଶୁଭେ ମୁଖରାବ ଘୋର, 4 ଲକ୍ଷେ ରାଜା ପଦାତି ସହିତେ। करे शस्त्र धरी सर्वे धाई जे झामते। मार मार धर धर शब्द घोर रड़ी, पथर मानपुर रूप काइले ताड़ी। सेही पथर नेण पोतिले कखणा, जण जण करे जय करिण पातना।
ଝିଙ୍କା ଝିଙ୍କି କରି ଉପାଡ଼ିଲେ କାଠମାନ, କୁରାଢ଼ୀରେ କବାଟକୁ କରିଦେଲେ ଚୂର୍ଣ୍ଣ। ଯେ ଯାହା ରୂପେ ସର୍ବେ ପଶିଲେ ଯେ ଧସାଇ, ଅତି ଆନନ୍ଦରେ କେହୁ ଆଗ ଡେଇଁ ଯାଇ। ଦେଖିଲେ କ ଘର ମାନ ହୋଇଅଛି ତୁଚ୍ଛା, ବିହରନ୍ତି ବଳ ସର୍ବେ ଯେ ଯାହାର ଇଚ୍ଛା। ପୁଣି ଭାଳନ୍ତି ଅଇଲୁ ଆମେ ଯହିଁ ପାଇଁ, ସର୍ବଘର ତୁଚ୍ଛା ଏଥେ ଜଣେ କେହି ନାହିଁ। କେବଳ ମାତ୍ର ରହିଛି ଅଟାଳି ଜଗତି, କନ୍ଦି ବିକନ୍ଦି ଖୋଜନ୍ତି ଆଡ଼ ଚଉକତି। ଜରା ମୁଖ ଚାହିଁ କାଳ ଦମନ ବୋଇଲା, ଭୋମ ଇତ୍ର ଏକଥା ତ ଗହନ ହୋଇଲା। ଯାହାର ନିମନ୍ତେ ଆସି ଏତେ କଷ୍ଟ ପାଇ, ସର୍ବଘର ତୁଚ୍ଛା କେହି ଜଣେ ଏଥେ ନାହିଁ। ଅଦୃଷ୍ଟ ଶ୍ରୁତ ଏହି ଅସମ୍ଭବ କଲା, ଏତେ ଲୋକ ରାତ୍ରେ ଥିଲେ କିଏ କେଣେ ଗଲା। ଆମର ଥାଟ ଅଛନ୍ତି ଚଉକତି ବେଢ଼ି, କାହିଁ ଲୁଚିଲେ ସେମାନେ ଗଲେ କି ବାଉଡ଼ି। ଜଣେ ହେ ମନୁଷ୍ୟ ଏଥେ ନାହାନ୍ତି ତ ଭଲା, କୀଟ ପତଙ୍ଗାଦି କେହି ଦୃଶ୍ୟ ତ ନହିଲା। ଜରା ବୋଇଲା କମୁହିଁ କହୁଛି ଆଗହୁଁ, ଅନେକ ବାର ସେ ତହୁଁ ଗଲେ କହୁ କହୁ। ବଡ଼ ମାୟାବୀ ସେ ଦୁଇ ଭାଇ ଯେ ଅଟନ୍ତି, ହାତେ ଧରୁ ଧରୁ ସେହୁ ଫୋପଡ଼ାଇ ଯାଆନ୍ତି। କୌଣସି ରୂପରେ ତାଙ୍କୁ ନ ପାରିଲୁ ଜିଣି, ତେଣୁ ମୁଁ ଆସିଛି ତୁମ୍ଭଙ୍କୁ ତ ସଙ୍ଗେ ଘେନି। ମୋର ବିଦ୍ୟା ବୁଦ୍ଧି ସବୁ ସରିଲା ଉପାଏ, ତୁମେ ଯାଦବ ବଳରେ କରିପାର ଜୟ। ତୁମ ବୁଦ୍ଧି ବଳେ କାର୍ଯ୍ୟ କିଛି ତ ନହିଲା, ଜନମୁଖେ ଲାଜ ଅପବାଦ ଯେ ମିଳିଲା। ଯେଉଁ ସମୟରୁ ଗଡ଼ ବେଢ଼ିଲୁଣି ଆସି, କାର୍ଯ୍ୟ ସିଦ୍ଧି ହୋଇଥାନ୍ତା ଗଡ଼େ ଥିଲେ ପଶି। ଭୋମ ଇତ୍ର ତୁମ୍ଭେ ମୋର ନ କରିଲ ବୋଲ, ହେଳେ କାର୍ଯ୍ୟ ନଷ୍ଟ ହେଲା ନୋହିଲା ତ ଭଲ। ଦମ ବୋଲଇ ମଲାରେ ଗଲା ଦୁହେଁ ସରି, ପଣ୍ଡିତ ଲୋକ ତହିଁକି ଶୋଚନା ନ କରି। ତୁମ୍ଭେ ଆମ୍ଭ ଦୁଇ ଜଣ ଯେବେ କହଇ, କ୍ଷଣକରେ ଯାଦବଙ୍କୁ ପାରିବା ଯେ ଦହି। ଲକ୍ଷେ ପୁର କରି ଗଡ଼ ବେଢ଼ନ୍ତେ ଚଉକତି, ଏହା ଦେଖିଣ ଗୋପାଳେ କଲେ ମହାଭୀତି। ପ୍ରାଣର ବିକଳେ ସେହୁ ଲୁଚିଛନ୍ତି ଅବା, ଚାଲ ନିର୍ବନ୍ଧ କରିଣ ସକଳେ ଖୋଜିବା। ଏହି ରୂପେ ସେହି ଦୁହେଁ ହୋଇ କୁହାକୁହି, ଶ୍ରୀପୟରେ ବିଜେ କଲେ ଧରାଧରି ହୋଇ। ପଛରେ ଗୋଡ଼ାଇଛନ୍ତି ଲକ୍ଷେ କନୃପତି, ବାଙ୍କ ଗଳି ଥାନ ମାନ ଲୋଡ଼ି ଚଉକତି। ବିଶ୍ୱକର୍ମାର ଘଟନ ମଥୁରା ନଗରୀ, ବିଚିତ୍ରପୁର ଯେ ସନେ ବାରସ୍ୱତୀ ପୁରୀ। ଶ୍ରଦ୍ଧା ପାଇଣ ଦେଖନ୍ତି ସର୍ବଦଣ୍ଡଧାରୀ, ଧନ୍ୟ ଏ ମଥୁରା ବୋଲି ପ୍ରଶଂସା କରି। କୋଟି ପାଦେ ଲକ୍ଷ୍ମୀ ଏଥେ ବିଜେ କରିଛନ୍ତି, ଏ ପୁରକୁ ତେଜିବାକୁ ହେଲା କେହ୍ନେ ମତି। ଏ ସନକ ବିଚାରିଣ ଧାତିକାରେ ଗଲେ,
ନବରର ସିଂହ ଦ୍ୱାରେ ଯାଇ ନ ମିଳିଲେ। ଦେଖିଲେ ସକଳ ଶୋଭା ପାଏ ଦିବ୍ୟପୁର, ଦ୍ୱାଦଶ ତାଳ ଉତ୍ସର୍ଗ ଅଟେ ସିଂହ ଦ୍ୱାର। କାଙ୍ଗୁଳା ବାଘ ମୁହାଁ ଯେ କମଳର ଶିରା, ଚନ୍ଦ୍ରମଣ୍ଡଳ ଜ୍ୟୋତିକୁ ଧବଳର ଧାରା। ଉଭା ତ୍ରୋଣା ମେଲା କାନ୍ଥ ମଣ୍ଡଣି ଉପରେ, ନେତ ପତଙ୍ଗ ଉଡ଼ଇ ତହିଁ ନିରନ୍ତରେ। ହାଟ ଦଣ୍ଡା ପରିମଳ ରମଣୀୟ ସ୍ଥାନ, ଦକ୍ଷିଣ ମୋହ ହୋଇବେ ସର୍ବଯୋଗୀ ଜନ। କାଠର ଗଳି ଫେଇ ଭିତରକୁ ପଶି, ଦେଖିଲେ ସେ ପୁରେ ବାଳକୁ ମରେ କବସି। ନୀଳେନ୍ଦୀ ବର ପରାଏ ବିରାଜଇତନୁ, ନିର୍ମଳ ଆକାଶେ ଯେହ୍ନେ ଉଦେଜିନ୍ଦ୍ରଧନୁ। ମସ୍ତକରେ ଦିବ୍ୟ ଚୂଳ ବହିର୍ପୁଚ୍ଛ ଜିଣି, କନ୍ଧମୂଳ ପରିଜନ୍ତେ ଲମ୍ବିଅଛି ବେଣୀ। ବାହୁରେ ବାଜୁବନ୍ଧ ଯେ କର୍ଣ୍ଣରେ କୁଣ୍ଡଳ, ଶ୍ରୀଭୁଜେ କଙ୍କଣ ଗଳେ ନବରତ୍ନମାଳ। ଲଲାଟରେ ଚିତା ମୃଗ ନାଭିର କସ୍ତୁରୀ, ହୃଦୟରେ ବନମାଳା ଅତ୍ୟନ୍ତ ମାଧୁରୀ। ଝିନ ବାସ ପରିଧାନ ହୋଇଅଛି ଅଙ୍ଗେ, ବିଦ ମୁଦି କଙ୍କଣାଦି ସ୍ୱର୍ଣ୍ଣହାର ସଙ୍ଗେ। ଗୋଡ଼େ ଗୋଡ଼ ବଳା ବାନ୍ଧି ଅଛନ୍ତି ବାହୁଟି, ମଣି ମାଣିକ୍ୟ ମୁକୁତା ହୀରା କୋଟି କୋଟି। ଅପୂର୍ବ ବାଳ ମୂରତି କନ୍ଦର୍ପ ଶୋଭା, ସିଂହ ଦ୍ୱାରେ ମାଡ଼ି ବସି ସେ ଦେବାଧିଦେବା। ପାଦରେ ପାଦ ଛନ୍ଦିଣ ବସି ପଦ୍ମାସନେ, ପୂର୍ବକୁ ହିଁ ମୁଖ କରି ବିଜେ ଭଗବାନେ। ଦେଖି ତାଙ୍କୁ ମୋହ ହେଲେ ସର୍ବମହିପାଳ, ଏକ ଦୃଷ୍ଟି କରିଣ ସେ ଚାହିଁଲେ ସକଳ। ରାଜା କାଳ ଦମନକୁ ଚାହିଁଣ ପୁଛଇ, ଦେଖ ହେ ମୈତ୍ର ଏହା ଅପୂର୍ବ ଅଟଇ। ରାଜ୍ୟ ଯାକ ଲୋଡ଼ିଲୁ ଯେ ବୁଲି ସବୁଠାରେ, କାହାରିକି ଜଣେ ମାତ୍ର ନ ଦେଖି ନେତ୍ରରେ। ଆମ୍ଭମାନଙ୍କୁ ଦେଖିଏ ନ କରଇ ଭଏ, ଆରମ୍ଭେ ବସିଅଛଇ ସିଂହ ଠାଣି ପ୍ରାଏ। ନଖ ମୁଖ ନାସିକାୟା ଅତ୍ୟନ୍ତ ସୁସଞ୍ଚ, ନାହିଁ ପଟାନ୍ତର ୟାକୁ ସ୍ୱର୍ଗପୁର ମଞ୍ଚ। କେତେ କାଳ ଧାତା ବସି ଗଢ଼ିଲା ୟା ଦେହ, ବାହୁନି ବା କେତେ ୟାର ରୂପ ଗୁଣ ଚୟ। ଭ୍ରୁଲତା ମଦନ ଧନୁ କାମ ପଞ୍ଚବାଣ, ସର ଖଞ୍ଜିଲେ ବିନଷ୍ଟ ହେବ କାମୀ ପ୍ରାଣ। ଇଷ୍ଟ ବାନ୍ଧବ ଏହାର କେହି ନାହିଁ ସଖା, ସର୍ବେ ପଳାଇଣ ଗଲେ ରହିଅଛି ଏକା। କେହାର ପିଅର କେ ଅଟେ ୟାର ମାତ, ୟାକୁ ଛାଡ଼ି ଯିବା କେନେ ବଳିବଟି ଚିତ। ଜରା ବୋଇଲା ଆମ୍ଭେତ ଆସୁଅତି ବେଗେ, ନେଇ ନ ପାରି ପୁତ୍ରକେ ପଳାଇଲା ମାର୍ଗେ। ଜୀବନ ବିକଳେ ତେଜି କରି ପୁତ୍ର ଭାର୍ଯ୍ୟା, ପଳାଇଲା ଧନ ଗୃହ କରିଣ ସେ ତେଜ୍ୟା। କେବଳ ପ୍ରାଣ ଘେନିଣ ପଳାଇ ବିକଳେ, ଶରୀର ରଖନ୍ତି ଲୋକ ବିପତ୍ତିର କାଳେ। 84 କୋଟି ଯାଦବେ ଥିଲେ ଗୃହ ବେଢ଼ି,
ଅସମ୍ଭାଳ ହୋଇଗଲେ ବାଳକ ଛାଡ଼ି କେବଳ ନୃପତି ବୋଲେ ବଦନକୁ ଚାହିଁ ଆମକୁ ଏ ନର ପରି କେବେ ଦିଶୁନାହିଁ। କିମ୍ଭୂତ ମାୟା ଏହାର ଜାଣି ତ ନ ପାରି କେବଳ ଦେବତା ବା ହୋଇ ଦେହଧାରୀ। ବିପରୀତ କଥା ଏତ ଭଲ ଦିଶୁନାହିଁ ନୋହିଲେ ଏତେ ଲୋକ ତ ଗଲେ ଅବା କାହିଁ। ଏମନ୍ତ ବିଚାର କରି ସର୍ବନରପତି ଶ୍ରୀକୃଷ୍ଣଙ୍କ ଅଗ୍ରତରେ ମିଳିଲେ ଝଟତି। ମଣିମା ମଣିମା ବୋଲି ଡାକେ ପଡ଼ିହାରି ଦୁଇ ରାଜା ସଙ୍ଗ ହୋଇ ଯାନ୍ତି ଧରାଧରି। ପାତ୍ର ମନ୍ତ୍ରୀ ଅମନାତ୍ୟ ବଳ ଚତୁରଙ୍ଗ ଶ୍ରୀହରିଙ୍କ ରୂପ ଦେଖି ପୁଲକିତ ଅଙ୍ଗ। ବିଶ୍ୱକୂଟ ରୂପ ଦେଖି ସର୍ବେ ହେଲେ ମୋହି ଶ୍ରୀମୁଖକୁ ଉପଲକ୍ଷ ନ ପାରନ୍ତି କେହି। ପଦ୍ମାସନେ ସିଂହ ଦ୍ୱାରେ ବିଜେ ଦେବ ହରି ରାଜାମାନେ ବେଢ଼ିଛନ୍ତି ଲକ୍ଷେ ପୁର କରି। ଗହଳରେ ପେଲା ପେଲି ହୁଅନ୍ତେ ସରାଗେ ଏକ କୂପ ଛକରିଣ ଏକ ଯାଏ ଆଗେ। କାଳ ଦମନ ବୋଇଲା ଶୁଣରେ ବାଳୁତ ସର୍ବେ ପଳାଇଲେ ତୁହି ରହିଲୁ କେମନ୍ତ। ସକଳ ଯାଦବ ଏଥୁ ଗଲେ କପଳାଇ କାହିଁ ରହିଛନ୍ତି ତାଙ୍କ ପରାଣ ମିଳଇ। କାଳ ଦମନ ମୁଖରୁ ଏ ସନକ ଶୁଣି ଦର ହସିତେ ବୋଲନ୍ତି ପ୍ରଭୁ ଚକ୍ରପାଣି। ଶୁଣ ତୁମ୍ଭେ ସାବଧାନେ ଗୋପ ବାଳି ବାଳା ଈଶ୍ୱର ବଳେ ଦମନ ଯୁଦ୍ଧେ ଅନର୍ଗଳା। ତୁମ୍ଭ ସପ୍ତ ଦଣ୍ଡ ବାହିବାର ବାର୍ତ୍ତା ପାଇ ଯାଦବ ମାନେ ରହିଲେ ଦ୍ୱାରକାରେ ଯାଇ। ପଶ୍ଚିମ ସମୁଦ୍ର ମଧ୍ୟେ ଦୁର୍ଜୟ ଯେ ଗଡ଼ ସ୍ୱର୍ଣ୍ଣମୟ କୁଶସ୍ଥଳୀ ଅତି ଅନ୍ତଗାଢ଼। ବଜ୍ର କିଳିଣ ଦେଇଣ ରହିଛନ୍ତି ତହିଁ ଶ୍ରଦ୍ଧା ଥିଲେ ସେହିଠାକୁ ଯାଅ ଏବେ ବାହି। ଜରାସନ୍ଧ ବୋଲେ ମୁହିଁ ଥିଲି ଗଡ଼ ବେଢ଼ି ଲୁହାର କବାଟ ମାନ ଥିଲି ତହିଁ ପାଡ଼ି। ଏତେ ଲୋକମାନେ ଏଥୁ ଗଲେ କେଉଁ ବାଟେ ଦାରୁ ବାହାର ହୁଅନ୍ତେ ପଡ଼ିଥାନ୍ତେ ଭେଟେ। କେଉଁ ଉପାୟ ଗଲେ ସେ ଲାଗୁଛି ସନ୍ଦେହ ପାତାଳ ବିବର ବାଟେ ଗଲେ କି ନିଶ୍ଚୟ। ଚାଲିଗଲେ ଅବଶ୍ୟତା ଖୋଜା ପଡ଼ିଥାନ୍ତା କହନ୍ତେ ଦୁର୍ଲଭ ଏହା ନଥିଲା ଶୁଣନ୍ତା। କୃଷ୍ଣ ବୋଇଲେ କସେହୁ ବିଷ୍ଣୁ ମାୟା କଥା ତାହା ସଂକ୍ଷେପୀ କଥନେ କେହୁ ସାମରଥା। ଦେବ ନିର୍ମାଣ ଦ୍ୱାରକା ଆଗୁ ହୋଇଥିଲା ଗରୁଡ଼ ପିଠି ଉପରେ ତାଙ୍କୁ ବସାଇଲା। ବସାଇ ପିଠିରେ ପକ୍ଷୀ ଶୂନ୍ୟ ଗଲା ଉଡ଼ି ନେଇଣ ସେ ଦ୍ୱାରକାରେ ସମସ୍ତଙ୍କୁ ଛାଡ଼ି। କାଳ ଦମନ ବୋଇଲା ସର୍ବେ ଯେବେ ଗଲେ ତୁମ୍ଭଙ୍କୁ ଛାଡ଼ି ସଙ୍ଗତେ କିମ୍ପାଇ ନ ନେଲେ। ଜଗନ୍ନାଥ ବୋଇଲେ ମୁଁ ରହେ ଯହିଁ ପାଇଁ ସେ କଥା କହିବି ଶୁଣ ସାବଧାନ ହୋଇ। ଚାରି ଉଣା ଲକ୍ଷେ ରାଜା ଆସିଛ ସକଳ ଏକ ଏକ ରାଜାଙ୍କର 10 ଖଣି ବଳ। ସର୍ବ ରାଜା ମାନଙ୍କର
ଚରାଚର ପାଇଁ ଅନ୍ନ ବ୍ୟଞ୍ଜନ ଦେଇ ମୁଁ ତୋଷ କରିବଇଁ ଅସଗଜ ପଦାତି ଯେ ଆସିଛ ସମସ୍ତ ଧର୍ମହାନି ହେବ ଚର୍ଚ୍ଚା ନ କଲେ ହେମନ୍ତ ଜରା ବୋଇଲା ମୈତ୍ର ଜାଣ ତଥ୍ୟବାଣୀ ନୁହଇ ବାଳୁତ ଏହି ଅଟେ ଚକ୍ର ପାଣି ତୁମ୍ଭେ ତ ନ ଜାଣ କରେ ଏ ବଡ଼ କପଟ ଏ ସନକ ବହୁ ରୂପେ କରୁଥାଇ ନାଟ ଏହି ଧରୁଥାଇ ବହୁ ରୂପ ନାନା ବେଶ ଭଲ ଭଲ ଲୋକ ଗଲେ ୟାର ଯୋଗୁନାଶ ଅଶେଷ ନରପତିଙ୍କ ଗଜା ସୋପଦାତି ସମରରେ ନାଶ ଗଲେ ଲକ୍ଷେ କନୃପତି 17 ପର୍ଯ୍ୟନ୍ତ ଧରୁ ଧରୁ ଯାଇ ନିର୍ବନ୍ଧ କରି ଧର ଯେ ଜୀବଟି ପଳାଇ କାଳ ଦମନ ବୋଇଲା କାହୁଁ ଆମ୍ଭ ଭାଗ୍ୟ ଏହା ଯୋଗୁ ଜଗନ୍ନାଥ ପଡ଼ି ଆମ୍ଭ ଆଗ ଦେଖିଲେ ନାନା ପ୍ରକାରେ କରିବଟି ନାଶ ଯାଦବେ ଜୀବନେ ଥାଇ କରିବ ବାକିସ ଜରା ବୋଇଲା ମିତନ କର ଭ୍ରାନ୍ତି ମନ ଏହି ଶ୍ରୀକୃଷ୍ଣ ଅଟଇ ବଳଦେବ ସାନ 4 ଊଣା ଲକ୍ଷେ ରାଜା ଘେନି ତୁମ୍ଭେ ବାଇ ଆନକେ କହିବ ଆଗେଡ଼େ ଭରସାହିଁ ସବଦେ କମ୍ପୁଅ ଛଇ ଚରାଚର ସୃଷ୍ଟି ଆନ ଲୋକ ହୋଇଲେ ଯେ ହୃଦ ଜାନ୍ତା ଫାଟି ବାଳୁତ ପୁଅର କାହିଁ ଭରସା ଏତେକ ଆଣ୍ଟେ ବଚନ କହିବ ହୋଇଣ ଉତ୍ସୁକ କୃତାନ୍ତକ ପ୍ରାୟ ଦିଶୁଅଛି ୟାର କାଏ ଏହି ଯଶୋଦା ନନ୍ଦନ କଂସ କଲା କ୍ଷୟ ଜରା ବାକ୍ୟ ଶୁଣି କାଳ ଦମନ ପଚାରି କେ ତୁମ୍ଭର ପିତା ମାତା କହ ତଥ୍ୟ କରି ଶ୍ରୀହରି ବୋଇଲେ ମୋର ବସୁଦେବ ପିତା ଉଗ୍ରସେନର ନନ୍ଦିନୀ ଆମ୍ଭ ନିଜ ମାତା ବାଳୁତ କାଳରେ ଆମ୍ଭେ ଥିଲୁ ନନ୍ଦ ଘରେ ମଥୁରାରେ ଜନ୍ମ ହୋଇ ବଢ଼ିଲୁ ଗୋପରେ କାଳ ଦମନ ବୋଇଲା ଅଧିକ ନ କହ କଥାର ଚାତୁରୀ ଶୁଣି ହୋଇଲ ମୋହ ସର୍ବ ଶୁଭେ ହେଲା ତୁମ ଆମ ଭେଟା ଭେଟି ଆମେ ଆସିଅଛୁ ତୁମ ନିମିତ୍ତ ଜାଣଟି କାର୍ଯ୍ୟ ସିଦ୍ଧି ହୋଇଲା ଯେ ଫିଟିଲା ସଙ୍କଟ ଅନେକ ଭାଗ୍ୟରେ ଆମେ ପାଇଅଛୁ ଭେଟ 96 ସହସ୍ର ରାଜା ଚତୁରଙ୍ଗ ବଳ ତୁମ ହେତୁ ବହୁ କଷ୍ଟ ପାଇଲେ ସକଳ ଏବେ ଆମର କାର୍ଯ୍ୟ ତ ହୋଇଲା କସିଦ୍ଧି ବାହାସ୍ଫୋଟ ମାରି ହସେ ସେହି ନୃପନିଧି ଜରାସନ୍ଧ ବୋଲେ ମିତ ବିଚାରୁଛ କିସ ଏହି କୃଷ୍ଣ ଲାଗି ମୋର ହେଲା ସବୁ ନାଶ ଏକା ନାସିଲା ଏ 4 ଊଣା ଲକ୍ଷେ ବଳ ଏହା ଦେହି ନାଶ ହେଲା କଂସ ରାଜା କୂଳ ଏହାକୁ ଦେଖି ମୋହର ପଡ଼ୁଅଛି ମନ ଏ ମୋର ପିତୃ ବୈରୀ ଅଟେ ନନ୍ଦନାନ ଭୌମଇତ୍ର ଏହା କୁଟି ଉପ୍ରୋଧନ କର ନ ପୁଣ କହୁ କହୁଏ ଯାଏ ଧାତିକାର କାଳ ଦମନ ବୋଇଲା ବାଇ ପ୍ରାୟ କହୁ ଜାଲେ ପଡ଼ିଥିବା ମୀନ
ଉଭୁରିବ କାହୁଁ ଏତେବେଳ ପର୍ଯ୍ୟନ୍ତେ ନୋହିଥିଲା ଭେଟ। ଏବେ ଜାଣୁଅଛି ନିଶ୍ଚେ ପଡ଼ିବ ସଙ୍କଟ। ଆଖି ଆଗରେ ବିଧାତା କଲାଣି ଯେ ଆଣି, ଏହାର ମାୟା ବୁଝିଣଇଲି ମୁଁ ଜାଣି। ସାର୍ଥକ ହୋଇଲା କାର୍ଯ୍ୟ ନିଶ୍ଚେ ହେବ ସିଦ୍ଧି, ପ୍ରାଣେ ନ ମାରି ଜିଅନ୍ତା ନେବଇ ମୁଁ ବାନ୍ଧି। ସମୟେକ ବନ୍ଦୀରେ ଯେ ନେଣ ରଖିବା, ଦୋଷ ଦେଖିଣ ଏହାକୁ ନୀତି ଦଣ୍ଡୁଥିବା। କୃଷ୍ଣ ମୁଖ ଦେଖି କାଳ ଦମନ ବୋଇଲା, ନିଶ୍ଚୟ କାଳ ତୋହର ସମାପତ ହେଲା। ସୁମର ଗଉଡ଼ ଏବେ ତୋର ପିତା ମାତା, ସୁମର ଗଉଡ଼ ତୋର ଯେ ଇଷ୍ଟ ଦେବତା। ଏତେ ବୋଲି ଉପରକୁ ପଡ଼େ ବେଗେ ଧାଇଁ, ଜଗନ୍ନାଥ ଉଭା ହେଲେ ଖଣ୍ଡେ ଦୂରେ ଯାଇ। ବିଜୁଳି ପରାଏ ଖସିଲେ କଚକ୍ରଧର, ସର୍ବରାଜା ମାନେ ଦେଖି ହେଲେ ଚମତ୍କାର। ଫାଶରେ ଯେଉଁ ରୂପରେ ବାୟୁ ନୋହେ ଧରି, ତେସନ ସଂଯତ କରି ଖସିଗଲେ ହରି। କାଳ ଦମନ ବୋଇଲା ମଲା ବେଳେ ପ୍ରାଣୀ, ଅବଶ୍ୟ ନିଶତ ହୁଏ ସର୍ବେ ହା ଜାଣି। ଯେ ଯାହାର କର୍ମ ଫଳ ଅବଶ୍ୟ ଭୁଞ୍ଜଇ, ମୋହର ଛାମୁକୁ ତୁହି ଲୋଡ଼ୁ କିରେ ଯାଇ। ଅନିମିତ୍ତେ କଷ୍ଟ ତୁରେ ପାଇବୁଟି ଆଜ, ନିଶତ ହୋଇବାରେ ତ କିଛି ନାହିଁ କାର୍ଯ୍ୟ। କ୍ଷତ୍ରିୟ କୁଳରେ ଜନ୍ମ ମରଣକୁ ଡରି, ସତେ ଜନ୍ମ ପରିଜନ୍ତେ ରୌରବେ ପଡ଼ି। ସତେ ଜନ୍ମ ପରିଜନ୍ତେ ରୌରବେ ପଡ଼ି, କେଶନେ ବୋଲନ୍ତି ତୋତେ ଯଦୁବଂଶେ ଜାତ। ବସୁଦେବ ପିତା ତୋରି ଦେବକୀ ଯେ ମାତ, ସେହି କଥା ମାନ ଅଟେ ତୋର ସବୁ ମାୟା। ନିଶ୍ଚେ ଜାଣିଲି ତୁମ୍ଭର ଗୌଡ଼ ବିଷୟା, ତୁହି ହେଲେ କ୍ଷତ୍ରି ବୀର୍ଯ୍ୟେ ହୋଇଥାନ୍ତୁ ଜାତ। ତେବେ ତୁହି ନ ହୁଅନ୍ତୁ ମରଣେ ନିଶତ। ଏହା କହି ଧନୁ ଗୁଣ ଟଙ୍କାର ସେ କଲା, ନାଗ ଫାଶ ସର ବେଗେ ମନରେ ସ୍ମରିଲା। ଏସନ ସ୍ୱରୂପ ଦେଖି ଲକ୍ଷ୍ମୀ ଦେବୀ ସାଇଁ, ଭାବିଲେ ଆମ ହସ୍ତରେ ଆମ ମୃତ୍ୟୁ ନାହିଁ। ପ୍ରସନ୍ନରେ ବର ଦେଇଛନ୍ତି ଉମା ସାଇଁ, ଜାତ କରିଛନ୍ତି ଆକୁ ଯାଦବଙ୍କ ପାଇଁ। ପରିଶ୍ରମ ପାଇବା ନାନ ହୋଇବ କାର୍ଯ୍ୟ, କପଟେ ପ୍ରାଣ ଏହାର ଘେନିବଇ ଆଜ। ଏସନ ବିଚାର କରି ଦେବ ଚକ୍ର ପାଣି, କାଳ ଦମନକୁ ଚାହିଁ କହି ମଞ୍ଜୁବାଣୀ। ତୁ କାଳ ଦମନ ଅଟୁ ରାଜାଧିଙ୍କ ରାଜା, ଚାରି ଉଣା ଲକ୍ଷେ ରାଜା କରି ପାଦ ପୂଜା। ଅଭିସାରୀ କାଲ କ୍ଷଣେ ହୋଇଅଛୁ ଜନ୍ମ, ତୋହ ଭଳି ଲୋକ କେହ୍ନେ ଲଙ୍ଘିବଟି ଧର୍ମ। ଜାଣୁଛି ଏକାକୀ ଆମ୍ଭ କରେ ଶସ୍ତ୍ର ନାହିଁ, ଧନୁରେ ଶର ତୁ ପୁରାଇଲୁ କିସ ପାଇଁ। ତୁହି କି ଭଲରେ ଜାଣୁ ସଂଗ୍ରାମର ବିଧି, ସରବନ୍ତା ସକ୍ତା ତୁହି କ୍ଷତ୍ରି ଗୁଣ ନିଧି।
ଛୟାଣୋଇ ରାଜାଙ୍କର ଯେତେକ ସଇନି ଜରାସନ୍ଧ ରାଜା ସବୁ ଆସିଅଛି ଘେନି। ରଥି ମହାରଥି ଆଦି ରଣେ ଅନର୍ଗଳ ଜଣକେ ଜିଣି ପାରନ୍ତି ସ୍ୱର୍ଗ ପାତାଳ। ଏକା ଜଣକୁ ତୁମେ ତ ସର୍ବେ ବେଢ଼ିଅଛ ବିଶେଷରେ ଧର୍ମ ପଥ ଛାଡ଼ିବାକୁ ଇଚ୍ଛ। ସତ୍ୟ ରହିଅଛି ଚରା ଚର ଏ ଜଗତ ସତ୍ୟ ଚନ୍ଦ୍ର ସୂର୍ଯ୍ୟ ହେଉଛନ୍ତି ଆତଜାତ। ସତ୍ୟରେ ସମୁଦ୍ର ପୁଣି ନଲଙ୍ଘଇ କୂଳ ସତ୍ୟରେ ମେଘମାନେ ଯେ ବରସନ୍ତି ଜଳ। 7/12 ନକ୍ଷତ୍ର ଯେ ତିଥି ସତ୍ୟ ଆତଜାତ ସିନା ହେଉଅଛି ପୃଥ୍ୱୀ। ତାର 12 ଯୋଗ ଆଦି କରଣ ସହିତେ ସତ୍ୟ ଆତଜାତ ହେଉ ଅଛନ୍ତି ସମସ୍ତେ। ସତ୍ୟ ବେଦ ବେଦାନ୍ତାଦି ସାଧି ସର୍ବକର୍ମ ତୁହି ମହାରାଜା ହୋଇ ଛାଡ଼ୁ କେନେ ଧର୍ମ। କାଳ ଦମନ ସନ୍ତୋଷ ଜଗନ୍ନାଥ ବୋଲେ ବୋଲଇ ଜଣ ଜଣକେ ସଂଗ୍ରାମ ତ ତୁଲେ। 4 ଲକ୍ଷେ ରାଜା ଅଛୁଟି ପ୍ରମାଣ କଣ ଜଣ ଜଣ କର ବିନୁ ନ କରି ବୁରଣ। ଏ ଆମର ସତ୍ୟ ସତ୍ୟ 3 ସତ୍ୟ କାହା ସଙ୍ଗରେ ଯୁଝିବ ଆଗ ହେ କୁହତ। ଜଗନ୍ନାଥ ବୋଇଲେ ମୁଁ ଅଖଡ଼େ ପଡ଼ିଛି ଜଣ ଜଣକେ ବାହାର ହୁଅ ବେଗେ ବାଛି। ହାତୀ ରଥି ଅଶ୍ୱାରୋହୀ ପଦାତି ସହିତେ 4 ଲକ୍ଷେ ରାଜା ଅଛ ଯେ ସମସ୍ତେ। ଧର୍ମ ପଥେ ଚାଲ ମୂର୍ଖ ପଣ ନ ଆଚର କାଳ ଦମନ ବୋଇଲା କେତେ ଦୃଢ଼ କର। ଜରାସନ୍ଧ ବୋଇଲା ରହ ପିଢ଼ କେତେ ତୁମ୍ଭ ଆମ୍ଭର ସମର ହୋଇବ ଯୁକତେ। ମିନର ଗଳାରେ ଏବେ ଲାଗିଅଛି ଫାଶୀ ନପୁଣକେ ମନ୍ତ କରି ଯାଉ ହାତୁ ଖସି। କାଳ ଦମନ ବୋଇଲା ସର୍ବେ ହୁଅ ଦୂର ମୋହର ଆଗରେ ଆସି କରୁ ସେ ସମର। ତୁମ୍ଭମାନଙ୍କର କାର୍ଯ୍ୟ ନୋହି ବଟି ଜାଣ ଯେଝା ମତେ ସର୍ବେ ପାଇଅଛ ଲାଜ ପୁଣ। ଶୁଣି ଅପସରି ଗଲେ ସର୍ବଦଣ୍ଡଧାରୀ ଶସ୍ତ୍ର ଛାଡ଼ି ହୋଇଲେ କଷେ ଦେଖଣାହାରୀ। କେଉଁ ଯୁଦ୍ଧ କରିବ ହୋ କାଳ ଦମନ ବଣେ ଶ୍ରୀହରି ବୋଇଲେ ମାଲ ଯୁଦ୍ଧ ମୋ ପ୍ରମାଣେ। ଶୁଣିଣ କାଳ ଦମନ ସନ୍ତୋଷ ହୋଇଲା ସମସ୍ତ ଶସ୍ତ୍ରମାନଙ୍କୁ ରଥରେ ଥୋଇଲା। ବୀର ବେଶେ କର୍ଣ୍ଣାଞ୍ଚଳ ଆୟମାନ ଛାଡ଼ି ତ୍ରିକଛ ବଚନ ଛନ୍ଦେ ଅତି ଆଣ୍ଟେ ଭିଡ଼ି। କାନ୍ଧରୁ ପଇତା କାଢ଼ି ବାନ୍ଧିଲା ଅଣ୍ଟାରେ ଅଷାଢ଼ୁଆ ସୂତା କାଢ଼ି ଭିଡ଼ିଲା ଗଳାରେ। ବିନ୍ଧାଣ ଗତି କରିଣ ହେଲା ବୀର ଉଭା ଭୟଙ୍କର ବଦନ ତା ମନ୍ଦରର ପ୍ରଭା। ଶ୍ରୀକୃଷ୍ଣ ଉପରେ ବୀର ପଡ଼ିଲା କଧାଇ ହୁଙ୍କାର କରି ବିଧାଏ ମାରେ ଆଣ୍ଟେ ନେଇ। ଶ୍ରୀକୃଷ୍ଣଙ୍କ ଅଙ୍ଗେ ବାଜେ ଯେହ୍ନେ ବଜ୍ରପାତ ଶ୍ରୀକୃଷ୍ଣଙ୍କ ଅଙ୍ଗେ ବାଜେ ଯେହ୍ନେ ବଜ୍ରଘାତ। ତାହା ସମ୍ଭାଳିଣ ଦୂରେ ଉଭା ଜଗନ୍ନାଥ ଦେଖି ଧାଏ କୋପେ କାଳ
ଦମନ ନୃପତି ଆଉ ଏକ ବିଧା ମାରେ ନେଇ କରି ଛାତି ପୁଣି ବଜ୍ର ବିଧା ମାରେ ନେଇଣ ପିଠିରେ ଶ୍ରୀକୃଷ୍ଣ ନିବାରିଲେ ତା ବିଚିତ୍ର ଗତିରେ ତତକ୍ଷଣେ ଅଦୃଶ୍ୟ ଯେ ହେଲେ ଦେବ ହରି ପୁଣି ଖଣ୍ଡେ ଦୂରେ ଯାଇ ନିଜ କାୟା ଧରି କାଳ ଦମନ ଦେଖିଣ ଧାଏ ଅତି ବେଗେ ନିମିଷକେ ମିଳେ ଆସି ଶ୍ରୀକୃଷ୍ଣଙ୍କ ଆଗେ ରଟମଟ ଘୋର ଦନ୍ତ ଭୟଙ୍କର ରୂପେ ଜଗବନ୍ଧୁଙ୍କୁ ଚାହିଣ ବୋଲେ ପରିତାପେ କ୍ଷତ୍ରିୟ ଧର୍ମ ଛାଡ଼ି ତୁ ହୋଇଲୁ ନିଶତ ସମ୍ମୁଖ ସମରେ ଆଜ ବୁଝିବା କତ ଦେହେ ଦେହ ଲଗାଇଣ ସମର କରିବା କିଏ ସେ ହାରିବ କିଏ ଜିତିବ ଜାଣିବା ଜଗନ୍ନାଥ ବୋଇଲେ କ ଯୁଦ୍ଧର ଏ ଭୀତି ତୁହାଣ ତୁହାଣ ଆଉ ନାହାଣ ଏ ମନ୍ତ ଯୁକତେ କରିବା ଆମ୍ଭେ ଆଗ ମାଲ ବନ୍ଦ କପଟେ କହନ୍ତି ଏହି କଥା ଯେ ଗୋବିନ୍ଦ ତେଣୁ ଆମ୍ଭେ ଅପସରି ଯାଉ ପୁଣି ପୁଣି ଦଗା ଦେଇଣ ପଳାଉ ଆମ୍ଭେ ଏହା ଜାଣି ଧାଇଁଲେ ଫୁଟିବୁ ଏହା ଜାଣୁ ଆମ୍ଭେ ବୋଲେ ତୁହି ତ ନ ଛାଡ଼ିବୁଟି ନିଶତ ହୋଇଲେ ଲାଗେ ଲାଗେ ଗୋଡ଼ାଇବୁ ପ୍ରତ୍ୟକ୍ଷରେ ତୁହି ଲାଗି ହୋଇଲେ କ ଆମ୍ଭେ ଯାଉ ତ ପଳାଇ ଏତେ ବୋଲି ଧାତିକାରେ ଧାଉଁ ଦେବ ହରି ଶୂନ୍ୟ ଶୂନ୍ୟ ଚିରା ମାରି ଯାନ୍ତି ଅପସରି ବିଚାର କରନ୍ତି ଦେବେ ଥାଇ ସ୍ୱର୍ଗପୁରେ ଆମ୍ଭର ଦଶା ଫେରିବ ନିଶ୍ଚୟ ଏବାରେ ଏତେ ବୋଲି ଧୀରେ କରି ଚାହିଁ ଦେବ ବୃନ୍ଦ ପିଠି ଦେଇଣ ପଳାନ୍ତି ଆପେ ଆଦି କନ୍ଦ କାଳ ଦମନ ବୋଇଲା ଦୃଢ଼େ ପିଢ଼ କରି ଚୋର ପରାଏ ପଳାଉ କେହ୍ନେ ନରହରି ଏତେ ବୋଲି ଧାମଇ ସେ ଅତ୍ୟନ୍ତ ପ୍ରଖରେ ଶ୍ୟାମଳ ପକ୍ଷୀ ପରାଏ ଉଠି ଧାତିକାରେ ପଛରେ ଗୋଡ଼ାଇଛନ୍ତି ସର୍ବନୃପରାଏ ତେଜ ଲାଗୁଅଛି 50 କ୍ରୋଶ ଯାଏ ଶୁଣ ପରୀକ୍ଷ ରାଜନ ସୁକ ମୁନି ଭଣୀ ଅତି ଭାଗ୍ୟେ ଭାଗବତ ପୁରାଣର ଧ୍ୱନି କହୁ କହୁ ବହୁ ଦୂରେ ପଳାଇ ଶ୍ରୀହରି ମାୟାଧର ପୁରୁଷକୁ ଧରି କେ ବାପାରି କାଳ ଦମନ ଗୋଡ଼ାଏ କରି ପ୍ରାଣ ପୀଢ଼ ହସ୍ତରେ ହସ୍ତ ବାଜଇ ଗୋଡ଼େ ବାଜେ ଗୋଡ଼ ଗୋଡ଼ାଉ ଗୋଡ଼ାଉ ହରି ଉଛୁଳି ପଳାନ୍ତି ଫୁଟି ରହିଣ ଥକାଏ ଦୂରେ ଚାହିଁ ଦିଅନ୍ତି ମାୟାଧର ସ୍ୱାମୀ ସମସ୍ତଙ୍କୁ ମାୟା କଲେ ଏକା ଘଡ଼ିକେ ସହସ୍ର ଯୋଜନ ଯେ ଗଲେ ପଶ୍ଚିମ ରାଷ୍ଟ୍ର ଯେ ତୁଙ୍ଗ ଭଦ୍ରା ନଦୀ କୂଳେ ଇନ୍ଦ୍ରଗିରି ନାମେ ତହୁଁ ପର୍ବତର ତଳେ ଭରଦ୍ୱାଜ ମହାଋଷି ମଠ କରିଥିଲେ ମୟ ନାମେ ବିଶ୍ୱକର୍ମା ପୁର ନିର୍ଭାଇଲେ ନିହାଣ ଘେନି କୁନ୍ଦିଲେ ସେ ପର୍ବତ ଗୋଟି ମନ୍ଦିର ରଚିଲେ ତହିଁ ଅତି ସୁନ୍ଦରଟି କୋଶେ ଆୟତନ ତାର ମଧ୍ୟ ମହାସଞ୍ଚ ନାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ପଞ୍ଚନଳ ଆୟତନ ବଖରା ଗୋଟିଏ
ବଖରାକୁ ବଖରା ଯେ ଅତି ଶୋଭା ପାଏ। ହୀରା ନୀଳା ବୈଡୂର୍ଯ୍ୟ ଲୁଳେ ପନ୍ତି ପନ୍ତି, ମଣିମାଣିକ୍ୟ ପତୀୟମାନ ଶୋଭା ପାନ୍ତି। ଗଜଦନ୍ତର ପିତୁଳି ପୋହଳାର କାଠି, ସୁରଙ୍ଗ ପାଟ କେଶର ଶୋଭାରେ ପ୍ରକଟି। ସ୍ଫଟିକ ପାବଚ୍ଛ ପୀଢ଼ ସ୍ୱର୍ଣ୍ଣ ଜ୍ୟୋତିର୍ମୟେ, ସତେ ଚନ୍ଦ୍ରକାନ୍ତି କିବା ହୋଇଛି ଉଦୟେ। ଚନ୍ଦ୍ରାତପ ପରେ ଇନ୍ଦ୍ର ଗୋବିନ୍ଦର କମ, ରସାଣର ପାନପତ୍ର ସତେ ବାନି ହେମ। ନେତପତନି ସିନ୍ଧୁଆ ଶାଢ଼ୀ ଯେ ମଞ୍ଜିଷ୍ଠି, ବସନ୍ତ କାଳର ରଙ୍ଗ ମାଧବୀର ପାଟି। ରଙ୍ଗ ଶୁକଳ ଚାମର ଦିବ୍ୟ ପଦ୍ମ କାନ୍ତି, ମଣିମାଣିକ୍ୟ ମୁକୁତା କେଶର ଶୋଭନ୍ତି। ଯାଇ ଜୁଇ ମଲ୍ଲି ଚମ୍ପା ଆଦି ଶତ ଦଳ, ଅମଳାନ ସୁର ଗନ୍ଧ ପୁଷ୍ପ ଧଣ୍ଡାମାଳ। ଆମ୍ବ ପଣସ କଦଳୀ ଜାମୁ ନଟିକାଳ, ଇକ୍ଷୁଦାରାକ୍ଷ ପଇଡ଼ ଆଉ ଯାଇ ଫଳ। ଖଜୁରୀ ବଦରାଦି ଡାଳିମ୍ବ କଇଁଥ, ଅମୃତ ପଦାର୍ଥ ମାନ ଅଛଇ ବହୁତ। ସେ ଭୁବନ ମଧ୍ୟେ ଏକ ମଣ୍ଡପ ଶୋଭଇ, ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ଜ୍ୟୋତି ବିରାଜଇ। ଯହିଁ ମଧ୍ୟରେ ବିଚିତ୍ର ପଲ୍ୟଙ୍କ ପ୍ରମାଣୀ, ହଂସୁଲି ସୁପାତି ସେଜ ହୋଇଛି ବିଛଣି। ତହିଁ ପରେ ସେବତୀର ପାଖୁଡ଼ାକୁ ସିଞ୍ଚି, କର୍ପୂର ଗୁଣ୍ଡି ତାପରେ ଯତନରେ ବିଞ୍ଚି। ଏମନ୍ତ ପୂର୍ବ ସଜ୍ଜା ପଟାନ୍ତର ନାହିଁ, ସେ ପଲ୍ୟଙ୍କେ ମୁଚୁକୁନ୍ଦ ନିଦ୍ରାଛନ୍ତି ଯାଇ। ଅନେକ କାଳରୁ ତହିଁ ଶୋଇଣ ଅଛନ୍ତି, 8 ବର୍ଷ ଯାଏ ନିଦ୍ରିତ ସେ ଅତି। 33 କୋଟି ଦେବତା ଛନ୍ତି ବର ଦେଇ, ତେଣୁ କରି ଅଚେଷ୍ଟାରେ ନିଦ୍ରା ଛନ୍ତି ଯାଇ। ଇଷ୍ଟ ବନ୍ଧୁ କୁଟୁମ୍ବାଦି ସହୋଦର ସଖା, ସନ୍ନିଧେ କେହି ନାହାନ୍ତି ଶୋଇଛନ୍ତି ଏକା। ବାହାରରେ ପଡ଼ିହାରି ଦ୍ୱାର ଅଛି ଜଗି, ଶ୍ରୀକୃଷ୍ଣ କାଳ ଦମନ ଧାଇଁ ଅତି ବେଗି। ପର୍ବତ ବେନି କୋଣରୁ 14 ପହଣ୍ଡ, ବିଚିତ୍ର ଦ୍ୱାର ଫିଟିଛି ତହିଁ ଦିବ୍ୟ କାଣ୍ଡ। ନିର୍ମଳ ପଥ ପୂରୁବଦନ୍ତ ପାଇ, ଶ୍ରୀକୃଷ୍ଣ ଦମନ ଦୁହେଁ ଯାଉଛନ୍ତି ଧାଇଁ। ଥୋକେ ଦୂରେ ଦେଖିଲେ ସେ ବିଭଗର ଦ୍ୱାର, ଛାମୁରେ ଅଛଇ ସିଂହ ଅତି ଶୋଭାକର। ଅପୂର୍ବ ମଣ୍ଡଳ ତାର ଦ୍ୱାର ଦିବ୍ୟ ପଡ଼ା, ନବରତନେ ନିର୍ମାଣ କବାଟର ପୁଡ଼ା। ଆଗହୁଁ ଫିଟିଛି ଦିଶୁଅଛି ଲୋମ ବାଟ, ପୁଡ଼ାକୁ ପୁଡ଼ା ଫିଟିଛି ପଡ଼ିଛି କବାଟ। ଶ୍ରୀ ଜଗନ୍ନାଥ ପଳାନ୍ତି ଗୋଡ଼ାଏ ସେ ବୀର, ଧରଣୀ ନ ସହେ ଧନୁ ଜଙ୍କ ପାଦ ଭାର। ସଙ୍ଗେ ସଙ୍ଗେ ଗୋଡ଼ାଇଛି ନରହୀଣ କାହିଁ, ସତ୍ୟ କରିଛନ୍ତି ଶସ୍ତ୍ର ନ ଧରିବେ କେହି। କାଳ ଦମନ ଗୋଡ଼ାଏ ରୋଷେ ପଛେ ପଛେ, ହାତେ ହାତ ବାଜି ପଳା ବନ୍ତି ଶିରି ବଛେ। କେତେକ ଦୂରରେ ଯାଇ ଅଦୃଶ୍ୟ ହୁଅନ୍ତି, ଆଡ଼ ଭଙ୍ଗି ଦେଇ ଖଣ୍ଡେ ଦୂରେ ଉଭା ହୁଅନ୍ତି। ସର୍ବେ ଦେଖୁଛନ୍ତି ଧାଇଁ ଯାନ୍ତି ବିଶ୍ୱବାସୀ, ଦୁଆର କିଳିଣ ସେହୁ
ଭିତରକୁ ପଶି। କାଳ ଦମନ ଶ୍ରୀକୃଷ୍ଣ ଦେହ ଲଗା ଲଗି, ଅପୂର୍ବ ଗୃହେ ପଶନ୍ତି ଯାଇ ବେଗି ବେଗି। ପେଲା ପେଲି ହୋଇ ପଶି ଥୋକାଏ ନୃପତି, ଦେଖଣା ହାରିଏ ଠିଆ ହଇଣ ଦେଖନ୍ତି। ରଥ ଗଜ ଅଶ୍ଵ ସଙ୍ଗେ ନାହିଁ ତ କାହାର, ଠଣା ବଣା ସନ୍ଧି ଆଦି ଜଗି ଯେ ଯାହାର। ଏହିପରି ଥୋକେ ଦୂର ଗଲେ ଲକ୍ଷ୍ମୀ ସାଇଁ, ଦେଖିଲେ ତା ମଧ୍ୟେ ମୁଚୁ କୁନ୍ଦଛନ୍ତି ଶୋଇ। ଅପୂର୍ବ ପଲଙ୍କ ପରେ ଶୋଇଣ ଅଛନ୍ତି, ଅଚେଷ୍ଟାରେ ଘୋର ନିଦ୍ରା ସେହି ଯାଇଛନ୍ତି। ଦଣ୍ଡେ ମାତ୍ର ଛିଡ଼ା ହୋଇ ପବନ ଆଘାତେ, ମଣ୍ଡପ ପରେ ଉଠିଲେ ଯାଇ ଜଗନ୍ନାଥେ। ଉଲୁକ ମନ୍ତ୍ର ସୁମରି ଦେହ ଗୋପ୍ୟ କଲେ, ଡାହାଣ ସ୍ତମ୍ଭରେ ଯାଇ ଲୁଚି ନ ରହିଲେ। କାଳ ଦମନ ଗୋଡ଼ାଇ ଅଛି ଯେ ନିଠାଇ, ଧାଇଁ ମଣ୍ଡପ ଉପରେ ଉଠି ବେଗେ ଯାଇ। ଚାରିକତି ଚାହିଁ ସେ କାହିଁ ନ ଦିଶଇ, ଦେଖିଲା ପଲ୍ୟଙ୍କେ ପୁରୁଷେ କଛି ଶୋଇ। ନୀଳେନ୍ଦୀ ବର ପରାଏ ବିରାଜଇତନୁ, ନୀଳ ମେଘେଉ ଦେଖିବା ହୁଏ ଇନ୍ଦ୍ରଧନୁ। ଦ୍ୱିତୀୟ କୃଷ୍ଣ ପରାୟ ଶରୀର ଦିଶଇ, ଜାଜଲ୍ୟମାନ ଜ୍ୟୋତିରେ ଦେହ ବିକାଶଇ। ନିମିଷେ ଭେଟିଲା ଯାଇ ସେ କାଳ ଦମନ, ଛାତି ଦକ ଦକ ତାର ମନ ଛନ ଛନ। ନିଶ୍ଚୟ ଜାଣିଲା ଏହି ନନ୍ଦରତନ ଏ, ମୋଛା ମୁରୁ ଅଇଲାକ ଏତେ ଦୂର ଯାଏ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ କ୍ଷଣେ ପାରେ ବୁଲି, ମୋହର ନାମରେ ପଡ଼େ ପୃଥିବୀରେ ହୁରି। ଏ ବାଳ ଛେଉଣ୍ଡ କଷ୍ଟ ଦେଲା ଏତେବେଳେ, ଏବେ ଯେ ହାର ନିଶ୍ଚେ ପୁରିଲାଟି କାଳେ। ଏତେ ଦୂର ଧାଇଁ ଫୁଟି ନ ପାରନ୍ତେ ଚଳି, ନିଶ୍ଚେଷ୍ଟ ହୋଇ ଏ ସ୍ଥାନେ ଶୁଏ ବନମାଳି। ପୁଣି ବିଚାରଇ ଅବା ମୋହ ନିଦ୍ରା ଗଲା, ଆସୁ ଆସୁ ଏତେ ବେଗେ କିପରି ଶୋଇଲା। ପୁଣି ବିଚାରଇ ମନେ ଗଲା ଧାଇଁ ଧାଇଁ, କିଏ ବା ଏ କପଟରେ ମହାନିଦ୍ରା ଯାଇ। ନିଦ୍ରିତ ପ୍ରାଣୀ ମାଇଲେ ପାପ ଶାସ୍ତ୍ର ପଥେ, ଏମନ୍ତ ବିଚାରି ଅବା ଶୋଇଛି ନିଶତେ। ପୁନରପି ବିଚାରିଲା କିବା ରାଜଯୋଗ, ମୃତ୍ୟୁ କାଳେ ମିଳେ ଇନ୍ଦ୍ର ସମ୍ପଦର ଭୋଗ। ଯେ ଯାହାର ଭକ୍ଷ ପାଇଲେ ଅବଶ୍ୟତା ଖାଇ, ବୋଲେରେ ଛେଉଣ୍ଡ ମତେ ମନ୍ତ ଭଣ୍ଡାଇ। ତୋ ନିମନ୍ତେ ଏତେ ରାଜା ଆସି ଶ୍ରମ ପାଇ, ଏହା କହି କର୍ଣ୍ଣ ମୂଳେ ବିଧା ମାରେ ନେଇ। କାଳ ଦମନ ବିଧାରେ ବହୁ କଷ୍ଟ ପାଇ, ନିଦ୍ରା ଭାଙ୍ଗି ମୁଚ କୁନ୍ଦ ଚାହିଁ ଆଖି ଫେଇ। ରୋମ ଟାଙ୍କୁରନ୍ତେ ଦେହେ ଲାଗିଲା କପ୍ରାସ, କାଳ ଦମନ ତକ୍ଷଣେ ହୋଇଲା ପାଉଁଶ। ଦେବାଧିଦେବଙ୍କ ଶ୍ରେଷ୍ଠ ଯେଉଁ ଦେବ ହରି, ତାହାଙ୍କ ମାୟାରୁ କେବା ଜୀବଟି ଉବୁରି। ଅଶେଷ ମହିମା ଯାର କହି ଅନ୍ତ ନହିଁ, କେବଳ କଥାକୁ କରୁ ନ ପାରନ୍ତି ସେହି।
आत्मार आत्मा से थांती चराचर देही नवखंड मेदिनी जा आयते अछई जाज्ञारे हेउअछि सृष्टि आत जात जलस्थल पृथ्वी जार कृपारे संभूत नित्याचार व्यवहार जा सर्वठारे संच आगहु निर्माण ताहा करिथांती घंच भिआई अछंती काल काम निद्रा सेही त्रिगुण निर्माण करिछंती जे गोड़ाई गुण दोष अन्य जेहु करि पारे दोष गुण बाछि कार्य करे निरंतरे अशेष शस्त्र संहार जार खेल लीला संसाराधितरण रे जार नाम भेला से देव पद्म पादरे लुळु मोर माथ अच्युत दास भणई श्रीहरि चरित।